Hello everyone, welcome to my YouTube channel NM Stories and Education. I am Niranjan Mishra. ପିଲାମାନେ ଆଜି ଆମେ ଅଷ୍ଟମ ଶ୍ରେଣୀ ଗଣିତ ପ୍ରକାଶ ବହିର ତୃତୀୟ ବିଷୟ ସଂଖ୍ୟାର କାହାଣୀ ବିଷୟକୁ ପଢ଼ିବା ଓ ବୁଝିବା। ଚ୍ୟାପ୍ଟର 3 ସଂଖ୍ୟାର କାହାଣୀ ଷ୍ଟୋରି ଅଫ୍ ନମ୍ବର୍ସ। ରିମାର କୌତୂହଳ। ଏକ ଅଳସ ଅପରାହ୍ନରେ ରିମା ଖଣ୍ଡିଏ ପୁରୁଣା ବହିର ପୃଷ୍ଠା ଲେଉଟାଉଥିବା ବେଳେ ହଠାତ୍ ବହି ଭିତରୁ ଖଣ୍ଡିଏ କାଗଜ ଚଟାଣ ଉପରେ ପଡ଼ିଗଲା। ସେ କାଗଜ ଖଣ୍ଡକୁ ଉଠାଇ ସେଥିରେ ଥିବା ଅଦ୍ଭୁତ ସଙ୍କେତ ସବୁ ଦେଖି ଭାବିବାକୁ ଲାଗିଲା, ଏହା ସବୁ କ'ଣ? କିଛି ହଜିଲା ଜିନିଷ ପାଇଗଲା ପରେ ସେ କାଗଜ ଖଣ୍ଡକୁ ଧରି ବାପାଙ୍କ ନିକଟକୁ ଦୌଡ଼ିଗଲା। ତା ବାପା କାଗଜଟିକୁ ଦେଖି ହସିଲେ ଓ କହିଲେ, ପ୍ରାୟ 4000 ବର୍ଷ ପୂର୍ବେ ଏସିଆର ପଶ୍ଚିମ ଭାଗରେ ମେସୋପୋଟାମିଆ ନାମକ ଏକ ସଭ୍ୟତା ଗଢ଼ି ଉଠିଥିଲା, ଯେଉଁଟାକି ବର୍ତ୍ତମାନ ଇରାକର ଏକ ପ୍ରମୁଖ ଅଂଶ ଓ ଅନ୍ୟ କିଛି ପଡ଼ୋଶୀ ଦେଶ ଏଥିରେ ମଧ୍ୟ ସମ୍ପୃକ୍ତ। ସେମାନଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ସଂଖ୍ୟା ଲିଖନ ପଦ୍ଧତି ନିମ୍ନରେ ଗୋଟିଏ ଦିଆଯାଇଛି। ସେମାନଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ସଂଖ୍ୟା ଲିଖନ ପଦ୍ଧତିରୁ ନିମ୍ନରେ ଗୋଟିଏ ଦିଆଯାଇଛି, ଯେଉଁଟାକି ଟି ଭଳିଆ ଦେଖାଯାଉଛି। ଯେଉଁଟା 1 ଦେଖାଉଛି ଟି, 2 ଡବଲ୍ ଟି, 3 ଟ୍ରିପୁଲ୍ ଟି, 4 4 ଟି, 5 5 ଟି, 6 6 ଟି, 7 7 ଟି, 8 8 ଟି, 9 9 ଟି। ଆଗରୁ ଏଇ ଯେଉଁ ମେସୋପୋଟାମିଆ ସଭ୍ୟତାରେ ଏଇଭଳି ସଂଖ୍ୟା 1 ଠାରୁ 9 ଯାକେ ବ୍ୟବହାର କରାଯାଉଥିଲା। ରିମାର ଚକ୍ଷୁ ଆଶ୍ଚର୍ଯ୍ୟରେ ବିସ୍ଫାରିତ ହୋଇଗଲା। ସେ ଭାବିବାକୁ ଲାଗିଲା, ଏହା କ'ଣ ସତ? ଏହି ଅଜଣା ସଂକେତ ଗୁଡ଼ିକ କ'ଣ ସଂଖ୍ୟା? ରିମା ଗୋଟେ ଛୋଟ ପିଲା, ସେ ଆଶ୍ଚର୍ଯ୍ୟ ହୋଇଗଲା, କହିଲା, ଏଗୁଡ଼ା କ'ଣ ସଂଖ୍ୟା? ତାର କୌତୂହଳ କ୍ରମଶଃ ବଢ଼ିବାକୁ ଲାଗିଲା। ତା ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଲା। ସେ ପ୍ରଶ୍ନ ଗୁଡ଼ିକ କ'ଣ ଦେଖିବା ଆସ। ମଣିଷ କେବେଠାରୁ ଗଣିବା ଆରମ୍ଭ କଲା? ଗଣନ କରିବା ସେମାନଙ୍କ କ'ଣ ଆବଶ୍ୟକ ଥିଲା? ସେମାନେ କ'ଣ ଗଣୁଥିଲେ? ଏବେ ବ୍ୟବହୃତ ସଂଖ୍ୟା ପ୍ରଣାଳୀରେ ଲୋକମାନେ କେବେଠାରୁ ଲେଖିବା ଆରମ୍ଭ କଲେ? ମେସୋପୋଟାମିଆର ଲୋକମାନେ 20, 50, 100କୁ କିପରି ଲେଖୁଥିଲେ? ତାର ଜାଣିବାର ଆଗ୍ରହକୁ ଅନୁଭବ କରିପାରି ବାପା ତାକୁ ସଂଖ୍ୟାର ଧାରଣା ଓ ଏହାକୁ ଚିତ୍ର କରିବା ପାଇଁ ସଂକେତ ପୃଥିବୀର ବିଭିନ୍ନ ପ୍ରାନ୍ତରେ ସମୟକ୍ରମେ ବିକଶିତ ହୋଇ ଆଜି ଯେଉଁ ରୂପରେ ପହଞ୍ଚି ପାରିଛି ସେ ବିଷୟରେ କହିବାକୁ ଆରମ୍ଭ କଲେ। କହିଲେ, ସେମାନଙ୍କ ସହିତ ଜଡ଼ିତ ହେବା ପାଇଁ ଅତୀତକୁ ଫେରିଯିବାକୁ ପଡ଼ିବ। ପ୍ରସ୍ତର ଯୁଗରେ ମଣିଷ ଗଣନ କରିବାର ଆବଶ୍ୟକତା ଅନୁଭବ କଲା। ରିମାର ବାପା କହିଲେ, ଆମେ ସେ ବିଷୟରେ ଜାଣିବା ପାଇଁ ଅତୀତକୁ ଅନୁସନ୍ଧାନ କରିବାକୁ ପଡ଼ିବ। ପ୍ରସ୍ତର ଯୁଗରୁ ହିଁ ମଣିଷ ଗଣନ କରିବାର ଆବଶ୍ୟକତା ଅନୁଭବ କଲା। ସେତେବେଳେ ନିଜର ଖାଦ୍ୟ ପରିମାଣ, ପ୍ରାଣୀମାନଙ୍କ ସଂଖ୍ୟା, ବାଣିଜ୍ୟର ବିବରଣୀ, ପର୍ବପର୍ବାଣୀର ଦିଆଯାଉଥିବା ଭୋଗର ସଂଖ୍ୟା ଆଦିକୁ ଗଣନା କରୁଥିଲେ। ସେମାନେ ମଧ୍ୟ ବିଭିନ୍ନ ଘଟଣାବଳୀ ସମ୍ପର୍କରେ ଭିନ୍ନ ଭିନ୍ନ ସମୟରେ ତଥ୍ୟ ଉପରେ ନଜର ରଖୁଥିଲେ, ଯଥା ଅମାବାସ୍ୟାରେ ଚନ୍ଦ୍ର ଉଦୟ ହେବା, ପୂର୍ଣ୍ଣମୀର ଚନ୍ଦ୍ର କିମ୍ବା ଋତୁମାନଙ୍କର ଆରମ୍ଭ ଆଦି ବିଷୟରେ ଜାଣିବା, ସେଗୁଡ଼ିକର ପୂର୍ବାନୁମାନ କରିବା ଇତ୍ୟାଦି। କିନ୍ତୁ ସେତେବେଳେ ସେମାନଙ୍କର ଏହି ସଂଖ୍ୟା ଗୁଡ଼ିକୁ କହୁଥିଲେ ବା ଲେଖୁଥିଲେ। ସେତେବେଳେ ଏବେ ଆମେ ବ୍ୟବହାର କରୁଥିବା ସଂଖ୍ୟା ଗୁଡ଼ିକ ପରି ସେମାନେ ଲେଖୁନଥିଲେ। ଏବେ ଆମେ ବ୍ୟବହାର କରୁଥିବା ଆଧୁନିକ ମୌଖିକ ଲିଖିତ ସଂଖ୍ୟାର ସୃଷ୍ଟି ହଜାର ହଜାର ବର୍ଷ ପୂର୍ବେ ଭାରତରେ ହୋଇଥିଲା। ଆଜିକାଲି ଆମେ ଯେଉଁ ସଂଖ୍ୟା ବ୍ୟବହାର କରୁଛୁ ତାର ସୃଷ୍ଟି ହଜାର ହଜାର ବର୍ଷ ଭାରତରେ ଆରମ୍ଭ ହୋଇଥିଲା। ଏବେ ଆମେ ବ୍ୟବହାର କରୁଥିବା ଆଧୁନିକ ମୌଖିକ ଓ ଲିଖିତ ସଂଖ୍ୟାର ସୃଷ୍ଟି ହଜାର ହଜାର ବର୍ଷ ପୂର୍ବେ ଭାରତରେ ହୋଇଥିଲା। ଯଜୁର୍ବେଦ ସଂହିତା ଭଳି ପ୍ରାଚୀନ ଭାରତୀୟ ଗ୍ରନ୍ଥରେ 10ର ଘାତ ଆଧାରିତ ସଂଖ୍ୟାମାନଙ୍କ ନାମ ଉଲ୍ଲେଖ ରହିଛି, ଯାହାକୁ ଆଜି ଆମେ ମୌଖିକ ଭାବରେ କହୁଛୁ। ଉଦାହରଣ ସ୍ୱରୂପ ସେମାନେ 1, 10, 100, 1000, ଅୟୁତ ଇତ୍ୟାଦି। ଏହିପରି 10ର ଘାତ 12 ଓ ତାପର ସଂଖ୍ୟା ଗୁଡ଼ିକର ନାମ ତାଲିକାଭୁକ୍ତ କରିଥିଲେ। ଆଜିକାଲି ଆମେ ଯେଉଁ ସଂଖ୍ୟାର ମୌଖିକ ଓ ଲିଖିତ ବ୍ୟବହାର କରୁଛେ ତାହାର ସୃଷ୍ଟି ହଜାର ହଜାର ବର୍ଷ ପୂର୍ବେ ଭାରତରେ ଆରମ୍ଭ ହୋଇଥିଲା, ଯେଉଁଟାକି ଯଜୁର୍ବେଦ ସଂହିତାରେ ଉଲ୍ଲେଖ ରହିଛି। ଆଜିକାଲି ଆମେ ଯେପରି 0ରୁ 9 ପର୍ଯ୍ୟନ୍ତ ଅଙ୍କ ବ୍ୟବହାର କରି
ଲେଖୁଛୁ ତାହା ମଧ୍ୟ 2000 ବର୍ଷ ପୂର୍ବେ ଭାରତରୁ ଆରମ୍ଭ ହୋଇ ବିକଶିତ ହୋଇଥିଲା। ଆଜିକାଲିର ଯେଉଁ ସଂଖ୍ୟା ଆମେ 0ରୁ 9 ପର୍ଯ୍ୟନ୍ତ ଲେଖୁଛେ ତାହା ମଧ୍ୟ ଭାରତରେ 2000 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ପ୍ରଥମ ଥର ପାଇଁ ଶୂନ୍ୟକୁ ବିନ୍ଦୁ ଭାବରେ ବ୍ୟବହାର କରି 10ଟି ଅଙ୍କ ବ୍ୟବହାର କରି ସଂଖ୍ୟା ଲେଖିବାର ଦୃଷ୍ଟାନ୍ତ ବକଶାଳୀ ପାଣ୍ଡୁଲିପିରେ ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀରେ ଦେଖିବାକୁ ମିଳେ। ଏଇ ଯେଉଁ ଭାରତରେ ଯେଉଁ ସଂଖ୍ୟା ପଦ୍ଧତି ସୃଷ୍ଟି ହୋଇଥିଲା 2000 ବର୍ଷ ପୂର୍ବେ ଶୂନ୍ୟକୁ ବିନ୍ଦୁ ଭାବରେ ବ୍ୟବହାର କରାଯାଉଥିଲା, ଯେଉଁଟାକି ବକଶାଳୀ ପାଣ୍ଡୁଲିପିରେ ଦେଖିବାକୁ ମିଳେ। ଆର୍ଯ୍ୟଭଟ୍ଟ ଖ୍ରୀଷ୍ଟପୂର୍ବ 499 ପ୍ରଥମ ଗଣିତଜ୍ଞ ଭାବେ ଭାରତୀୟ 10 ସଂକେତ ଭିତ୍ତିକ ପଦ୍ଧତିକୁ ନେଇ ବ୍ୟାପକ ବୈଜ୍ଞାନିକ ହିସାବକୁ ସମ୍ପୂର୍ଣ୍ଣ ରୂପେ ବର୍ଣ୍ଣନା କରିଥିଲେ। ବିଦ୍ୱାନ ଆର୍ଯ୍ୟଭଟ୍ଟ ଖ୍ରୀଷ୍ଟପୂର୍ବ 499ରେ ପ୍ରଥମ ଗଣିତଜ୍ଞ ଭାବରେ 10ର ବ୍ୟବହାର କରିଥିଲେ। ପ୍ରାୟ 800 ଖ୍ରୀଷ୍ଟାବ୍ଦରେ ଆରବ ଜଗତକୁ ଭାରତୀୟ ସଂଖ୍ୟା ପଦ୍ଧତି ପର୍ଯ୍ୟାପ୍ତ ହୋଇଥିଲା। ଏହା ମହାନ ଫରାସୀ ଗଣିତଜ୍ଞ ଅଲ୍ ଖ୍ୱାରିଜ୍ମ ଯାହାଙ୍କ ନାମରେ ଆଲଗୋରିଦମ୍ ଶବ୍ଦ ନାମିତ ହୋଇଛି, ତାଙ୍କ ପୁସ୍ତକରେ ହିନ୍ଦୁ ସଂଖ୍ୟା ସହିତ ଗଣନା ସି 825 ଏବଂ ପ୍ରସିଦ୍ଧ ଦାର୍ଶନିକ ଅଲ୍ କେନ୍ଦ୍ରିକ କାର୍ଯ୍ୟ ହିନ୍ଦୁ ସଂଖ୍ୟା ସୂଚକର ବ୍ୟବହାର ସି 830 ମାଧ୍ୟମରେ ଆରବ ଜଗତରେ ଲୋକପ୍ରିୟ ହୋଇଥିଲା। ପ୍ରାୟ 800 ଖ୍ରୀଷ୍ଟାବ୍ଦରେ ଆରବ ଜଗତ ଭାରତୀୟ ସଂଖ୍ୟା ପଦ୍ଧତି ଯାଇଥିଲା ଏବଂ ଯେଉଁଟାକି ଫରାସୀ ଗଣିତଜ୍ଞ ଅଲ୍ ଖ୍ୱାରିଜ୍ମ ତାଙ୍କ ପୁସ୍ତକ ହିନ୍ଦୁ ସଂଖ୍ୟା ସହିତ ଗଣନାରେ ଲେଖିଛନ୍ତି ଏବଂ ଦାର୍ଶନିକ ଅଲ୍ କେନ୍ଦ୍ରି ମଧ୍ୟ ତାଙ୍କ ହିନ୍ଦୁ ସଂଖ୍ୟା ସୂଚକର ବ୍ୟବହାର ବିଷୟରେ ଲେଖିଛନ୍ତି। ଆରବ ଦୁନିଆରେ ହିନ୍ଦୁ ସଂଖ୍ୟା ଗୁଡ଼ିକ ପ୍ରାୟ 1100 ଖ୍ରୀଷ୍ଟାବ୍ଦରେ ୟୁରୋପ ଓ ଆଫ୍ରିକାର ଏହି କ୍ଷେତ୍ରକୁ ପର୍ଯ୍ୟାପ୍ତ ହୋଇଥିଲା। এই ଯେଉଁ ହିନ୍ଦୁ ସଂଖ୍ୟା ପଦ୍ଧତି ହିନ୍ଦୁ ସୂଚକ ପ୍ରାୟ 1100 ଖ୍ରୀଷ୍ଟାବ୍ଦରେ ୟୁରୋପ ଓ ଆଫ୍ରିକାରେ କିଛି ଅଞ୍ଚଳକୁ ବ୍ୟାପିଥିଲା। ଅଲ୍ ଖ୍ୱାରିଜ୍ମଙ୍କ ହିନ୍ଦୁ ସଂଖ୍ୟା ସହିତ ହିସାବ କାର୍ଯ୍ୟ ଲାଟିନ୍ ଭାଷାରେ ଅନୁବାଦ ହୋଇଥିଲା। ଅଲ୍ ଖ୍ୱାରିଜ୍ମଙ୍କ ହିନ୍ଦୁ ସଂଖ୍ୟା ସହିତ ହିସାବ କାର୍ଯ୍ୟ ମଧ୍ୟ ଲାଟିନ୍ ଭାଷାରେ ଅନୁବାଦ କରାଯାଇଥିଲା। ତେବେ ଇଟାଲୀୟ ଗଣିତଜ୍ଞ ଫିବୋନାସି ପ୍ରାୟ 1200 ଖ୍ରୀଷ୍ଟାବ୍ଦରେ ୟୁରୋପକୁ ଭାରତୀୟ ସଂଖ୍ୟା ପଦ୍ଧତିକୁ ଆପଣେଇବାକୁ ପ୍ରାରମ୍ଭ ଦେଇଥିଲେ। ତେବେ ସେତେବେଳକୁ ରୋମାନ ସଂଖ୍ୟା ପ୍ରଣାଳୀ ୟୁରୋପୀୟ ଚିନ୍ତାଧାରାରେ ଓ ଲେଖାରେ ଏତେ ମାତ୍ରାରେ ଦୃଢ଼ୀଭୂତ ଥିଲା ଯେ ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ଭାରତୀୟ ସଂଖ୍ୟାଗୁଡ଼ିକ ବ୍ୟାପକ ବ୍ୟବହାର ହୋଇନଥିଲା। ସେତେବେଳେ ରୋମାନ ସଂଖ୍ୟା ପ୍ରଣାଳୀ ୟୁରୋପୀୟମାନେ ଏତେ ଭାବରେ ବ୍ୟବହାର କରୁଥିଲେ ଯେ ସେମାନେ ଭାରତୀୟ ସଂଖ୍ୟା ପଦ୍ଧତିକୁ ଗ୍ରହଣ କରିନଥିଲେ। କିନ୍ତୁ ଶେଷରେ 17 ଶତାବ୍ଦୀ ସୁଦ୍ଧା ୟୁରୋପୀୟ ନବଜାଗରଣ ସମୟରେ ସେଗୁଡ଼ିକୁ ଗ୍ରହଣ ନ କରିବା ଅସମ୍ଭବ ହୋଇପଡ଼ିଲା। ଶେଷରେ 17 ଶତାବ୍ଦୀରେ ୟୁରୋପୀୟମାନେ ଭାରତୀୟ ସଂଖ୍ୟା ପଦ୍ଧତିକୁ ଗ୍ରହଣ କରିଥିଲେ। ଏହା ନ ହୋଇଥିଲେ ବୈଜ୍ଞାନିକ ପ୍ରଗତି ବୋଧହୁଏ ସମ୍ଭବ ହୋଇପାରିନଥାନ୍ତା। ଏହାପରେ ସେହି ପ୍ରଣାଳୀର ସେମାନଙ୍କର ବ୍ୟବହାର ପ୍ରତ୍ୟେକ ମହାଦେଶକୁ ବ୍ୟାପିଗଲା ଏବଂ ବର୍ତ୍ତମାନ ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ପ୍ରଚଳିତ ହେଉଛି। ୟୁରୋପୀୟ ବିଦ୍ୱାନମାନେ ଆରବ ଜଗତରୁ ଭାରତୀୟ ସଂଖ୍ୟା ସୂଚକ ପ୍ରଣାଳୀ ଶିଖିଥିଲେ। ସେମାନେ ନିଜ ୟୁରୋପୀୟ ଚିନ୍ତାଧାରାକୁ ପ୍ରତିଫଳିତ କରିବା ପାଇଁ ସେଗୁଡ଼ିକୁ ଆରବୀୟ ସଂଖ୍ୟା ସୂଚକ ବୋଲି କହୁଥିଲେ। ଅନ୍ୟପକ୍ଷରେ ଉପରୋକ୍ତ ତଥ୍ୟ ଅନୁଯାୟୀ ଅଲ୍ ଖ୍ୱାରିଜ୍ମ ଓ ଆଲକିନ୍ଦିଙ୍କ ପରି ଆରବ ବିଦ୍ୱାନମାନେ ସେଗୁଡ଼ିକୁ ହିନ୍ଦୁ ସଂଖ୍ୟା ସୂଚକ ବୋଲି କହୁଥିଲେ। ୟୁରୋପୀୟ ଉପନିବେଶ ସମୟରେ ୟୁରୋପୀୟ ଶବ୍ଦ ଓ ଆରବୀୟ ସଂଖ୍ୟାର ବହୁଳ ବ୍ୟବହାର ହେଉଥିଲା। ତେବେ ସାମ୍ପ୍ରତିକ ସମୟରେ ୟୁରୋପ ସମେତ ସମଗ୍ର ବିଶ୍ୱର ପାଠ୍ୟପୁସ୍ତକ ଓ ଦସ୍ତାବିଜ ଆଦିରେ ଏହି ଭୁଲକୁ ସଂଶୋଧନ କରାଯାଇଛି। ଆଜିକାଲି ବ୍ୟବହାର କରୁଥିବା ସଂଖ୍ୟା ପାଇଁ ସର୍ବାଧିକ ବ୍ୟବହୃତ ଶବ୍ଦ ହେଉଛି ହିନ୍ଦୁ ସଂଖ୍ୟା ସୂଚକ, ଭାରତୀୟ ସଂଖ୍ୟା ସୂଚକ ଓ ପରିବର୍ତ୍ତନଶୀଳ ହିନ୍ଦୁ ଆରବୀୟ ସଂଖ୍ୟା ସୂଚକ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏଥିରେ ବ୍ୟବହୃତ ହିନ୍ଦୁ ଶବ୍ଦଟି କୌଣସି ଧର୍ମକୁ ବୁଝାଏ ନାହିଁ, ବରଂ ଏହା ଭୌଗୋଳିକ ଅଞ୍ଚଳର ଲୋକଙ୍କୁ ବୁଝାଏ। ଏଠାରେ ଭାରତୀୟ ସଂଖ୍ୟା ପ୍ରଣାଳୀରେ ବ୍ୟବହୃତ ଅଙ୍କମାନଙ୍କ କ୍ରମ ବିକାଶ ଦେଖାଯାଇଛି, ଯଥା ବ୍ରାହ୍ମୀ ପରେ ହିନ୍ଦୁ ଗ୍ୱାଲିୟର ସଂଖ୍ୟା, ସଂସ୍କୃତ ଦେବନାଗରୀ ସଂଖ୍ୟା, ଆରବୀୟ ପଶ୍ଚିମ ଆରବୀୟ ଓ ପୂର୍ବ ଆରବୀୟ ସଂଖ୍ୟା, 1100 ଶତାବ୍ଦୀ ଆପିସେସ୍, 1500 ଶତାବ୍ଦୀ ସଂଖ୍ୟା,
ଷୋଳଶ ଶତାବ୍ଦୀ ସଂଖ୍ୟା। ଏହିପରି ଅଙ୍କମାନଙ୍କର କ୍ରମ ବିକାଶ ଭାରତରେ ହୋଇଥିଲା। ଭାରତୀୟ ସଂଖ୍ୟା ପ୍ରଣାଳୀକୁ ବିଶ୍ୱବ୍ୟାପୀ ଗ୍ରହଣ କରିବା ପୂର୍ବରୁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରଣାଳୀ ବ୍ୟବହାର କରୁଥିଲେ। ଆମେ ସେମାନଙ୍କ ମଧ୍ୟରୁ କେତେକର ଝଲକ ଦେଖିବା। ଗଣନ ପ୍ରଣାଳୀ, ଦ ମେକାନିଜିମ୍ ଅଫ୍ କାଉଣ୍ଟିଂ। ଧରାଯାଉ ଆମେ 10,000 ବର୍ଷ ପୂର୍ବର ପ୍ରସ୍ତର ଯୁଗରେ ଅଛୁ। ମନେକର ଆମର ଏକ ଗାଈପୁଲ ଅଛି। ଏ ସମ୍ପର୍କରେ ଆମ ମନକୁ ଆସୁଥିବା ସ୍ୱାଭାବିକ ପ୍ରଶ୍ନ ହେଉଛି ପ୍ରଶ୍ନ 1, ଘାସ ଚରିବା ପରେ ସମସ୍ତ ଗାଈ ସୁରକ୍ଷିତ ଭାବରେ ଫେରିଛନ୍ତି ବୋଲି ଆମେ କିପରି ନିଶ୍ଚିତ ହେବା? ପ୍ରଶ୍ନ 2, ପଡ଼ୋଶୀ ଘର ତୁଳନାରେ ଆମର ଗାଈ ସଂଖ୍ୟା କମ୍ କି? ପ୍ରଶ୍ନ 3, ଯଦି କମ୍ ତେବେ ଆଉ କେତୋଟି ହେଲେ ପଡ଼ୋଶୀ ଘର ଗାଈ ସଂଖ୍ୟା ସହିତ ଆମ ଗାଈ ସଂଖ୍ୟା ସମାନ ହେବ? ହିନ୍ଦୁ ସଂଖ୍ୟା ପ୍ରଣାଳୀର ସଂଖ୍ୟା ନାମ ବ୍ୟବହାର ନ କରି ଆମେ ଏହି ପ୍ରଶ୍ନଗୁଡ଼ିକ କିପରି ସମାଧାନ କରିବା? ଭାରତର ସମ୍ଭାବ୍ୟ ଉପାୟଗୁଡ଼ିକ ଜାଣିବା। ପ୍ରଣାଳୀ ଉପରୋକ୍ତ ପ୍ରଶ୍ନଗୁଡ଼ିକର ସମାଧାନ ପାଇଁ ଆମେ ଉପଯୁକ୍ତ ପରିମାଣର ଗୋଡ଼ି, କାଠି ବା ଅନ୍ୟ କୌଣସି ବସ୍ତୁ ବ୍ୟବହାର କରିପାରିବା। ମନେକର ଏଥିପାଇଁ ଆମେ କାଠି ବ୍ୟବହାର କରିବା। ପ୍ରତ୍ୟେକ ଗାଈ ପାଇଁ ଗୋଟିଏ କାଠି ନେବା। ଏହିପରି ସମସ୍ତ ଗାଈ ପାଇଁ ନେଇଥିବା କାଠିଗୁଡ଼ିକ ବିଚାରକୁ ନେଇ ସବୁ ଗାଈ ଫେରିଛନ୍ତି କି ନାହିଁ ଆମେ ଜାଣିପାରିବା। ଗୋଟିଏ ଗାଈକୁ କାଠି ସହିତ ସମ୍ପର୍କିତ କରିବାର ଉପାୟଟି ହେଲା ଏକ ମେଳକ, 1-to-1 ମ୍ୟାପିଂ। ଅର୍ଥାତ୍ ଗୋଟିଏ ଗାଈ ପାଇଁ ଗୋଟିଏ ଗାର, ଦୁଇଟି ଗାଈ ପାଇଁ ଦୁଇଟି ଗାର, ତିନୋଟି ଗାଈ ପାଇଁ ତିନୋଟି ଗାର, ଚାରୋଟି ଗାଈ ପାଇଁ ଚାରୋଟି ଗାର, ପାଞ୍ଚଟି ଗାଈ ପାଇଁ ପାଞ୍ଚଟି ଗାର କିମ୍ବା କାଠି ବ୍ୟବହାର କରାଯାଇପାରିବ। ଦ୍ୱିତୀୟ ପ୍ରଣାଳୀ, ବସ୍ତୁ ବଦଳରେ ଆମେ ଧ୍ୱନି କିମ୍ବା ନାମର ମାନକ ଅନୁକ୍ରମକୁ ବ୍ୟବହାର କରିପାରିବା। ଉଦାହରଣ ସ୍ୱରୂପ ଆମେ ଯେକୌଣସି ଭାଷାର ଅକ୍ଷର ଧ୍ୱନି ବ୍ୟବହାର କରିପାରିବା। ଗଣନା କରିବା ସମୟରେ ଆମେ ବସ୍ତୁ ଏବଂ ଅକ୍ଷର ମଧ୍ୟରେ ଏକ ମେଳକ କରିପାରିବା। ଗଣନ ହେବାକୁ ଥିବା ପ୍ରତ୍ୟେକ ବସ୍ତୁକୁ ଅକ୍ଷର ସହିତ ଗୋଟିଏ କ୍ରମ ଅନୁସରଣ କରି ଯୋଡ଼ିବା। ସଂଖ୍ୟାକୁ ମୌଖିକ ଭାବରେ ସୂଚାଇବା ପାଇଁ ଏହି ମେଳକ କରିବା ଉପାୟକୁ ବ୍ୟବହାର କରିପାରିବା। ସଂଖ୍ୟାଗୁଡ଼ିକୁ A-ରୁ Z ପର୍ଯ୍ୟନ୍ତ ଇଂରାଜୀ ଅକ୍ଷର ବ୍ୟବହାର କରି ନିମ୍ନୋକ୍ତ ଉପାୟରେ ସୂଚାଇ ପାରିବା। ଯଥା ସଂଖ୍ୟା 1 A, ସଂଖ୍ୟା 2 B, ସଂଖ୍ୟା 3 C, ସଂଖ୍ୟା 4 D, ସଂଖ୍ୟା 5 E, ସଂଖ୍ୟା 26 Z। କୌଣସି ସମୂହରେ 26ରୁ ଅଧିକ ବସ୍ତୁ ଥିଲେ ତା'ର ପରିମାଣ ଜାଣିବା ପାଇଁ ଇଂରାଜୀ ବର୍ଣ୍ଣମାଳାର ଅକ୍ଷରଗୁଡ଼ିକୁ ନେଇ ବ୍ୟବହାର କରାଯାଇପାରିବ ନାହିଁ। ତୃତୀୟ ପ୍ରଣାଳୀ, ଆମେ ନିମ୍ନୋକ୍ତ ଉପାୟରେ ଲିଖିତ ସଂକେତଗୁଡ଼ିକର ଏକ ଅନୁକ୍ରମ ବ୍ୟବହାର କରିପାରିବା। ସଂକେତ ମାଧ୍ୟମରେ ପରିପ୍ରକାଶ। ସଂଖ୍ୟା 1 ସଂକେତ ମାଧ୍ୟମରେ ପରିପ୍ରକାଶ I, ସଂଖ୍ୟା 2 II, ସଂଖ୍ୟା 3 III, ସଂଖ୍ୟା 4 IV, ସଂଖ୍ୟା 5 V, ସଂଖ୍ୟା 6 VI, ସଂଖ୍ୟା 7 VII, ସଂଖ୍ୟା 8 VIII, ସଂଖ୍ୟା 9 IX, ସଂଖ୍ୟା 10 X, ସଂଖ୍ୟା 11 ସଂକେତ ମାଧ୍ୟମରେ ପରିପ୍ରକାଶ XI, ସଂଖ୍ୟା 12 XII, ସଂଖ୍ୟା 13 XIII, ସଂଖ୍ୟା 14 XIV, ସଂଖ୍ୟା 15 XV, ସଂଖ୍ୟା 16 XVI, ସଂଖ୍ୟା 17 XVII, ସଂଖ୍ୟା 18 XVIII, ସଂଖ୍ୟା 19 XIX, ସଂଖ୍ୟା 20 XX। ବଡ଼ ସଂଖ୍ୟାକୁ ସୂଚିତ କରିବା ପାଇଁ ଏହି ପଦ୍ଧତିକୁ ଆଗକୁ ବଢ଼ାଯାଇପାରିବ କି? କିପରି? ହଁ, ବଢ଼ାଯାଇପାରିବ, କିନ୍ତୁ ଏହା ସୁବିଧାଜନକ ନୁହେଁ। ଉପରୋକ୍ତ ଆଲୋଚନାରୁ ଆମେ ଲକ୍ଷ୍ୟ କଲୁ ଯେ ଗଣନା ଏବଂ ଏକ ସମୂହର ଆକାର ନିର୍ଣ୍ଣୟ କରିବା ପାଇଁ ଲିଖିତ ସଂକେତଗୁଡ଼ିକର ଏକ ମାନକ ଅନୁକ୍ରମ ଆବଶ୍ୟକ। ଅନୁକ୍ରମକୁ ଏକ ସଂଖ୍ୟା ପ୍ରଣାଳୀ କୁହାଯାଏ। ବସ୍ତୁଗୁଡ଼ିକର ସମାହାରକୁ ମାନକ ଅନୁକ୍ରମ ଅନୁସାରେ ଏକ ମେଳକ କରି ଏବଂ କ୍ରମ ଅନୁସରଣ କରି ଗଣନା କରାଯାଇପାରିବ। ଯେହେତୁ ସଂଖ୍ୟାମାନ କୌଣସି ଶେଷ ନାହିଁ, ତେଣୁ ଏକ ଅସୀମ ମାନକ ଅନୁକ୍ରମ ସଂଖ୍ୟା ପ୍ରଣାଳୀ ପ୍ରସ୍ତୁତ କରିବା ଏକ ଆହ୍ୱାନମୂଳକ କାର୍ଯ୍ୟ, ଯାହାକୁ ବ୍ୟବହାର କରି ସହଜରେ ଗଣନା କାର୍ଯ୍ୟ କରିହେବ। କାଠି ବ୍ୟବହାର କରି ଏକ ଅସୀମ ମାନକ ଅନୁକ୍ରମ ସଂଖ୍ୟା ପ୍ରଣାଳୀ କରିହେବ, କିନ୍ତୁ ବହୁତ ବଡ଼ ସମୂହର ଜିନିଷମାନଙ୍କର ପରିମାଣ ନିର୍ଣ୍ଣୟ କରିବା ପାଇଁ ଏହା ସୁବିଧାଜନକ ହୋଇନଥାଏ।
କାରଣ ଅଧିକ ସଂଖ୍ୟାର ବସ୍ତୁର ପରିମାଣ ଜାଣିବା ପାଇଁ ବହୁତ କାଠି ଆବଶ୍ୟକ ହୋଇଥାଏ। ଦ୍ୱିତୀୟ ପ୍ରଣାଳୀରେ ନିର୍ଦ୍ଦିଷ୍ଟ ଭାଷାର ଅକ୍ଷରକୁ ବ୍ୟବହାର କରି ଗଣନା କରିବା ସୁବିଧାଜନକ, କିନ୍ତୁ ଏହା ଏକ ଅସୀମ ମାନକ୍ରମ ସଂଖ୍ୟା ପ୍ରଣାଳୀ ପାଇଁ ବ୍ୟବହାର ହୋଇପାରିବ ନାହିଁ। ତୃତୀୟ ପଦ୍ଧତିରେ ଦିଆଯାଇଥିବା ମାନକ୍ରମ ସଂଖ୍ୟା ପ୍ରଣାଳୀ ପ୍ରକୃତରେ ୟୁରୋପରେ ବ୍ୟବହୃତ ହେଉଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ହିନ୍ଦୁ ସଂଖ୍ୟା ପ୍ରଣାଳୀ ତା'ର ସ୍ଥାନ ନେଲା। ଏହାକୁ ରୋମାନ ସଂଖ୍ୟା ପ୍ରଣାଳୀ କୁହାଯାଏ। ଶତାବ୍ଦୀ ଧରି ୟୁରୋପରେ ବହୁଳ ଭାବରେ ପ୍ରଚଳିତ ଥିଲା। ଅନେକ ଦିଗରୁ ଏହାର ବ୍ୟବହାର ସୁବିଧାଜନକ ଥିଲେ ମଧ୍ୟ ଅତି ବଡ଼ ସଂଖ୍ୟାକୁ ପ୍ରକାଶ କରିବା ପାଇଁ ଏହି ପ୍ରଣାଳୀ ଉପଯୁକ୍ତ ନଥିଲା, କାରଣ ବଡ଼ ସଂଖ୍ୟାଗୁଡ଼ିକୁ ସୀମିତ ଅକ୍ଷର ମାଧ୍ୟମରେ ପରିପ୍ରକାଶ କରିବା ସହଜ ନଥିଲା ଏବଂ ଅଧିକରୁ ଅଧିକ ସଂକେତ ବ୍ୟବହାର ନକରି ବଡ଼ ସଂଖ୍ୟାଗୁଡ଼ିକୁ ଲେଖିବା ସମ୍ଭବ ହେଉନଥିଲା। ସଂଖ୍ୟା ପ୍ରଣାଳୀର ଇତିହାସରୁ ଆମେ ଜାଣୁଛେ ଏହାର କାର୍ଯ୍ୟକାରିତା ସାଧାରଣତଃ ଏହି ତିନୋଟି ଉପାୟ ଯଥା କାଠି, ଗୋଡ଼ି ବା ଶରୀର ଅଙ୍ଗକୁ ନେଇ କରାଯାଉଥିଲା। କିଛି ଗୋଷ୍ଠୀର ଲୋକ ଏଥିପାଇଁ ଉଭୟ ବସ୍ତୁ ଓ ନାମର ବ୍ୟବହାର କରୁଥିଲା ବେଳେ ଚୀନର ଲୋକମାନେ ସଂଖ୍ୟା ଗଣନ ପାଇଁ ତିନୋଟି ଯାକ ଉପାୟର ଉପଯୋଗ କରୁଥିଲେ। ସଂଖ୍ୟା ପ୍ରଣାଳୀରେ ଥିବା ପ୍ରତୀକଗୁଡ଼ିକୁ ସଂଖ୍ୟାସୂଚକ ନ୍ୟୁମେରାଲ୍ସ କୁହାଯାଏ। ଉଦାହରଣ ସ୍ୱରୂପ 0, 1, 5, 36, 193 ଆଦି ହିନ୍ଦୁ ସଂଖ୍ୟା ପ୍ରଣାଳୀରେ ବ୍ୟବହୃତ ହେଉଥିବା ସଂଖ୍ୟାସୂଚକ। ଛୋଟ ସଂଖ୍ୟାକୁ ପ୍ରତିନିଧିତ୍ୱ କରୁଥିବା ସଂଖ୍ୟାସୂଚକମାନଙ୍କର ନିର୍ଦ୍ଦିଷ୍ଟ ନାମ ଥାଏ। ତେଣୁ ଏକ ସଂଖ୍ୟା ପ୍ରଣାଳୀ ଲିଖିତ ସଂକେତମାନଙ୍କୁ ନେଇ ତିଆରି କରାଯାଇଥାଏ। ଏହା ନାମଗୁଡ଼ିକ ସହିତ ସମାନ୍ତରାଳ ଭାବରେ ଆଧୁନିକ ହିନ୍ଦୁ ସଂଖ୍ୟା ପ୍ରଣାଳୀ ପରି ଆଗକୁ ବଢ଼ିଥାଏ। 54 ପୃଷ୍ଠାରେ ଥିବା ନିଜେ କରି ଦେଖ। କ୍ୱେଶ୍ଚିନ୍ ନମ୍ବର 1, ମନେକର ତୁମେ ପ୍ରଥମ ଉପାୟ ବା ପ୍ରଣାଳୀ ଅନୁଯାୟୀ କାଠି ସାହାଯ୍ୟରେ ସଂଖ୍ୟାଗୁଡ଼ିକୁ ଉପସ୍ଥାପନ କରିବା ପାଇଁ ସଂଖ୍ୟା ପ୍ରଣାଳୀ ବ୍ୟବହାର କରୁଛ। ହିନ୍ଦୁ ସଂଖ୍ୟା ପଦ୍ଧତିର ସଂଖ୍ୟା ନାମ ବା ସଂଖ୍ୟାସୂଚକକୁ ବ୍ୟବହାର ନ କରି କେବଳ ଦୁଇଟି କାଠି ନେଇ ବା ଦୁଇଟି ସଂଖ୍ୟା ନେଇ ଯୋଗ, ବିୟୋଗ, ଗୁଣନ, ହରଣ କରିବାରୁ ଏକ ଉପାୟ ସ୍ଥିର କର। ପୃଷ୍ଠରେ ଥିବା ନିଜେ କରି ଦେଖ। 1, କାଠି ସାହାଯ୍ୟରେ ସଂଖ୍ୟା ପ୍ରଣାଳୀ। କ୍ୱେଶ୍ଚିନ୍ 1, ଏଥିରେ କେବଳ କାଠି ବା ଚିହ୍ନ ବ୍ୟବହାର କରି ଗାଣିତିକ ପ୍ରକ୍ରିୟା କରିବାକୁ କୁହାଯାଇଛି। ସଂକେତ 1 ପାଇଁ ଗୋଟିଏ କାଠି ଓ 2 ପାଇଁ ଦୁଇଟି କାଠି ନେବା। ଯୋଗ, କାଠିଗୁଡ଼ିକୁ ଏକାଠି ମିଶାଇବା। ଉଦାହରଣ 1 + 2 = 3। ବିୟୋଗ, କାଠି ସଂଖ୍ୟାରୁ କିଛି କାଠି ବାଦ ଦେବା। ଉଦାହରଣ 3 - 1 = 2। ଗୁଣନ, ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ କାଠିକୁ ବାରମ୍ବାର ରଖିବା। ଉଦାହରଣ 2 × 2 ଅର୍ଥାତ୍ 2କୁ 2 ଥର ମିଶାଇଲେ 4 ହେବ। ହରଣ, 8କୁ 2 ଦ୍ୱାରା ଭାଗ କଲେ ଅର୍ଥାତ୍ 8ରୁ 2 ଥର 2 ଫେଡ଼ିଲେ 4 ହେବ। କ୍ୱେଶ୍ଚିନ୍ ନମ୍ବର 2, ଦ୍ୱିତୀୟ ପ୍ରଣାଳୀରେ ଦିଆଯାଇଥିବା ସଂଖ୍ୟା ପଦ୍ଧତିକୁ ଆଗକୁ ବଢ଼ାଇବାର ଗୋଟିଏ ଉପାୟ ହେଉଛି ଏଥିରେ ଏକରୁ ଅଧିକ ଅକ୍ଷର ସମାହାର ବ୍ୟବହାର କରିବା, ଯଥା 1 ପାଇଁ A, 27 ପାଇଁ A ନେଇପାରିବା। ସମସ୍ତ ସଂଖ୍ୟାକୁ ଲେଖିବା ପାଇଁ ତୁମେ ଏହି ପ୍ରଣାଳୀକୁ କିପରି ଆଗକୁ ବଢ଼ାଇ ପାରିବ? ଏହା କରିବା ପାଇଁ ଅନେକ ଗୁଡ଼ିଏ ଉପାୟ ଅଛି। ନିଜେ ଏକ ସଂଖ୍ୟା ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ଅନେକ ଗୁଡ଼ିଏ ଉପାୟ ଅଛି। କ୍ୱେଶ୍ଚିନ୍ ନମ୍ବର 2, ଅକ୍ଷର ସମାହାର ପ୍ରଣାଳୀ। କ୍ୱେଶ୍ଚିନ୍ 2, ଇଂରାଜୀ ଅକ୍ଷର A ରୁ Z ବ୍ୟବହାର କରି ସଂଖ୍ୟା ଲେଖିବା ପ୍ରଣାଳୀ। ଏହା ଏକ୍ସେଲ୍ କଲମ ପରି। A ରୁ Z ପର୍ଯ୍ୟନ୍ତ 1 ରୁ 26, A1, B2, C3 up to Z = 26। ଦୁଇଟି ଅକ୍ଷର ବିଶିଷ୍ଟ ସଂଖ୍ୟା 27ରୁ ଆଗକୁ AA 27, AB 28, AC 29 ଏହିପରି AZ = 52 ପର୍ଯ୍ୟନ୍ତ ଚାଲିବ। 52 ପରେ BA = 53, BB = 54 ହେବ। ଆଗକୁ ବଢ଼ାଇବା ଉପାୟ, ଦୁଇଟି ଅକ୍ଷର ସରିଗଲେ ZZ ପରେ ଆମେ ତିନୋଟି ଅକ୍ଷର AAA, AAB ବ୍ୟବହାର କରି ବଡ଼ ସଂଖ୍ୟା ଲେଖିପାରିବା। କ୍ୱେଶ୍ଚିନ୍ ନମ୍ବର 3, ତୁମେ ନିଜେ ଏକ ସଂଖ୍ୟା ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କର। କ୍ୱେଶ୍ଚିନ୍ 3, ନିଜସ୍ୱ ସଂଖ୍ୟା ପ୍ରଣାଳୀ ତିଆରି। କ୍ୱେଶ୍ଚିନ୍ 3, ଆପଣ ବିଭିନ୍ନ ଚିହ୍ନ ବ୍ୟବହାର କରି ନିଜର ଏକ ସଂଖ୍ୟା ପଦ୍ଧତି ତିଆରି କରିପାରିବେ। ଉଦାହରଣ ସ୍ୱରୂପ ଷ୍ଟାର, ତାରା = 1, ମୁନ୍, ଜହ୍ନ = 5, ସନ୍, ସୂର୍ଯ୍ୟ = 10। ଏହି ପ୍ରଣାଳୀରେ ସଂଖ୍ୟା ଗଠନ। 3 ଲେଖିବା ପାଇଁ ଟ୍ରିପଲ୍ ଷ୍ଟାର, 7 ଲେଖିବା ପାଇଁ ମୁନ୍ ଡବଲ୍ ଷ୍ଟାର, 5 + 1 + 1, 16 ଲେଖିବା ପାଇଁ ସନ୍, ମୁନ୍ ଆଣ୍ଡ ଷ୍ଟାର, 10 + 5 + 1। ଥ୍ୟାଙ୍କ ୟୁ ଫର୍ ୱାଚିଂ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।